ଆଜ୍ଞା ଆମ ପିଲାମାନେ ତ ବହୁତ ଭଲ ପରଫର୍ମାନ୍ସ କରିଛନ୍ତି କିନ୍ତୁ ଆମର ଏଇ ଯୋଉ ସ୍ପୋର୍ଟସ ହ୍ୱିଲଚେୟାରଟା ନାହିଁ ବୋଲିକି ବହୁତ ଟିକେ ତକଲିଫ ହେଇଛି ଆମ ପାଇଁ। ନା ସେମିତି ତ ଆମେ ଭାବିନୁ, ଆମ ଦୃଢ଼ ବିଶ୍ୱାସ ଅଛି ଆମେ ଆମେ ଜିତିକି ଆସିବୁ ବୋଲିକି ଆମେ ବହୁତ ପରିଶ୍ରମ କରିକି ଏଇଟା ଭଗବାନ ଭଗବାନ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଆମେ ଏଇଟା ଜିତିକି ଆସିଛୁ ବୋଲିକି। କୋଚ୍ ମାନଙ୍କ ପକ୍ଷରୁ କେତେ ହଁ କୋଚ୍ ଆମର କୋଚ୍ ମାନେ ମଧ୍ୟ ବହୁତ ସପୋର୍ଟ କରିଥିଲେ। ଆଜି ଆମେ ଓଡ଼ିଶା ଦିବ୍ୟାଙ୍ଗ ହ୍ୱିଲଚେୟାର କ୍ରିକେଟ ର ସବୁ ପ୍ଲେୟର୍ସ ମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆମେ ବହୁତ ପରିଶ୍ରମ କରିକି ଏଇ ଟ୍ରଫିଟା ଆଉ ଏଇ କ୍ୟାଶ ପ୍ରାଇଜଟା ଯାହା ଅଛି ତାହା ଅର୍ଜନ କରିପାରିଛୁ। ଆଜ୍ଞା ଆମ ପିଲାମାନେ ତ ବହୁତ ଭଲ ପରଫର୍ମାନ୍ସ କରିଛନ୍ତି କିନ୍ତୁ ଆମର ଏଇ ଯୋଉ ସ୍ପୋର୍ଟସ ହ୍ୱିଲଚେୟାରଟା ନାହିଁ ବୋଲିକି ବହୁତ ଟିକେ ତକଲିଫ ହେଇଛି ଆମ ପାଇଁ। ଆମେ 3ଟା ଟିମ୍କୁ ମାରିକି ଆମେ ଫାଇନାଲ ଜିତିକି ଆସିଛୁ। ଓଡ଼ିଶା, ଗୁଜରାଟ, ମଧ୍ୟପ୍ରଦେଶ, ଗୁଜରାଟ। ନା ସେମିତି ତ ଆମେ ଭାବିନୁ, ଆମ ଦୃଢ଼ ବିଶ୍ୱାସ ଅଛି ଆମେ ଆମେ ଜିତିକି ଆସିବୁ ବୋଲିକି ଆମେ ବହୁତ ପରିଶ୍ରମ କରିକି ଏଇଟା ଭଗବାନ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଆମେ ଏଇଟା ଜିତିକି ଆସିଛୁ ବୋଲିକି। ସରକାରଙ୍କ ତରଫରୁ ତ ଆମକୁ SSPD ର ରହିବା ବ୍ୟବସ୍ଥା ଏବଂ ସବୁ ଯିବା ଇଏ ବି କରିଛନ୍ତି କିନ୍ତୁ ଆମର ସ୍ପୋର୍ଟସ ହ୍ୱିଲଚେୟାରଟା ଆମେ ତାଙ୍କୁ ଲେଖିକି ବି ଦେଇଛୁ, ସେ ଏଥର କରେଇଦେବେ ବୋଲିକି ବି ପ୍ରତିଶ୍ରୁତି ଦେଇଛନ୍ତି ଆମକୁ। ମୁଁ ପ୍ରଥମେ ଆମ ଓଡ଼ିଶାବାସୀଙ୍କୁ ମୁଁ ଧନ୍ୟବାଦ କହିବାକୁ ଚାହେଁ। ଆଉ ମୁଁ ଯାହା ମୋ ଚେଷ୍ଟାରେ ମୁଁ 2ଟି ମ୍ୟାଚ୍ରେ 2ଟି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପାଇଛି। ପ୍ରଥମ ମ୍ୟାଚ୍ରେ 21 ବଲ୍ରେ 38 ରନ୍ କରିଛି ଏଣ୍ଡ 1 ୱିକେଟ୍ ନେଇଛି। ସେକେଣ୍ଡ ମ୍ୟାଚ୍ରେ ବି 12ଟା ବଲ୍ 19 ରନ୍ କରିକି 2 ୱିକେଟ୍ ନେଇଛି। କୋଚ୍ ମାନଙ୍କ ପକ୍ଷରୁ କେତେ ହଁ ଆମର କୋଚ୍ ମାନେ ମଧ୍ୟ ବହୁତ ସପୋର୍ଟ କରିଥିଲେ।